नमस्कार ସାଙ୍ଗମାନେ କେମିତି ଅଛନ୍ତି? ଆଶା କରୁଛି ଭଲ ଅଛନ୍ତି। ତାହେଲେ ଆଜି ଆମେ ଏହି ଭିଡ଼ିଓ ମଧ୍ୟରେ ପଢ଼ିବା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ। ଆଗରୁ ଆମେ ପ୍ରେଜେଣ୍ଟ ସିମ୍ପଲ ପଢ଼ିଲେ, ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ପଢ଼ିଲେ, ପ୍ରେଜେଣ୍ଟ ପରଫେକ୍ଟ ପଢ଼ିଲେ। ଆଜି ଆମେ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ବିଷୟରେ ପଢ଼ିବା। ତାହେଲେ ଏହି ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ଆମେ କୋଉଠି ୟୁଜ୍ କରିଥାଉ? ଆମେ ୟାକୁ ୟୁଜ୍ କରିଥାଉ ଯେତେବେଳେ ଆମର ଗୋଟେ ଆକ୍ସନ ପାଷ୍ଟରେ ଷ୍ଟାର୍ଟ ହେଇଥାଏ ଆଉ ପ୍ରେଜେଣ୍ଟ ଯାକେ ସିଏ କଣ୍ଟିନ୍ୟୁ କରୁଥାଏ। ମାନେ ଅତୀତରେ କାମ ଆରମ୍ଭ ହୋଇଥିବ, ବର୍ତ୍ତମାନ ପର୍ଯ୍ୟନ୍ତ ତାହା ଜାରି ରହିଥିବ ବୋଲି ଆମେ ଯଦି ବୁଝିପାରିବା ତାହେଲେ ଆମେ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ଆମେ ୟୁଜ୍ କରିଥାଉ। ବା ଗୋଟେ ସେଣ୍ଟେନ୍ସ ଯଦି ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଲେଖା ହେଇଛି ତାହେଲେ ଆମେ କଣ ବୁଝିବା ନା ସେଇ କାମଟା ପୂର୍ବରୁ ଷ୍ଟାର୍ଟ ହେଇଛି, ଅତୀତରୁ ଷ୍ଟାର୍ଟ ହେଇଛି ଆଉ ଏବେ ଯାକେ ଚାଲିଛି ହିଁ। ହେଲା, ତାହେଲେ ଚାଲ ଆମେ ଫାଷ୍ଟ ୟାର ଷ୍ଟ୍ରକ୍ଚର ଦେଖିବା। ଷ୍ଟ୍ରକ୍ଚର କଣ ହବ? ତାହେଲେ ୟାର ଷ୍ଟ୍ରକ୍ଚର ହବ ଆମର ରହିବ ସବଜେକ୍ଟ ରହିବ, ତା ସହିତ କଣ ରହିବ? ହେଭ୍ ରହିବ, ହେଜ୍ ରହିବ, ଆଉ କଣ ରହିବ? ବିନ୍ ରହିବ, ତା ସହିତ ଭର୍ବରେ ଆଇଏନଜି ଲାଗିବ ଆଉ ଆମର ଅବଜେକ୍ଟ ରହିବ। ଇଏ ତ ହେଲା ଆମର ପଜିଟିଭ ସେଣ୍ଟେନ୍ସ। ନେଗେଟିଭ ସେଣ୍ଟେନ୍ସ ତାହେଲେ କେମିତି ହବ? ନା ନେଗେଟିଭ ସେଣ୍ଟେନ୍ସ କେମିତି ହବ ଆମେ ଦେଖିବା। ନେଗେଟିଭ ସେଣ୍ଟେନ୍ସ କେମିତି ହବ ପିଲାମାନେ? ନା ଆମର ରହିବ ସବଜେକ୍ଟ ରହିବ, ହେଭ୍ ରହିବ, ହେଜ୍ ରହିବ, ତାପରେ କଣ ରହିବ? ନଟ୍ ଲାଗିବ, ତାପରେ ଲାଗିବ ବିନ୍, ତାପରେ ଭର୍ବରେ ଆଇଏନଜି ଆଉ ରହିବ ଆମର ଅବଜେକ୍ଟ ରହିବ। ହେଲା, ତାହେଲେ ଚାଲ ଆମେ ଗୋଟେ ଗୋଟେ ଏକ୍ସାମ୍ପଲ ଦେଖିବା ଆଉ ୟାକୁ ଆହୁରି ଭଲ ଭାବରେ ବୁଝିବା କେମିତି ଆମେ ସେଣ୍ଟେନ୍ସ ଆମେ ତିଆରି କରିବା। ତାହେଲେ ଦେଖ ଆମର ହେଲା, ସିଏ ତ କହିଲା ଫାଷ୍ଟ ସିଚୁଏସନ କଣ କହିଲା ନା ଗୋଟେ କାମ ଯଦି ପାଷ୍ଟରେ ଷ୍ଟାର୍ଟ ହେଇଛି ଆଉ ତାହା ବର୍ତ୍ତମାନ ଯାକେ ମଧ୍ୟ ଚାଲିଛି, ତାହେଲେ ସେଇଭଳିଆ ଯଦି ଆମେ ବୁଝିବା ତାହେଲେ ଆମେ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ଆମେ ୟୁଜ୍ କରିବା। ତାହେଲେ ଦେଖ ଗୋଟେ ଏକ୍ସାମ୍ପଲ ନେବା ଆମେ। କଣ ଏକ୍ସାମ୍ପଲ ହେଲା? ନା ଆମର ଏକ୍ସାମ୍ପଲ ହେଲା ମୁଁ 2 ଘଣ୍ଟା ଧରି ତୁମ ପାଇଁ ଅପେକ୍ଷା କରୁଛି। ଦେଖ ମୁଁ ଅପେକ୍ଷା କରିବା କାମଟା 2 ଘଣ୍ଟା ଆଗରୁ ଷ୍ଟାର୍ଟ ହେଇଛି ଆଉ ଏବେ ଯାକେ ମୁଁ ତୁମକୁ ଅପେକ୍ଷା କରିଛି। ତାହେଲେ ଏଇଭଳି ଆମେ ଯଦି ବୁଝିବା ତାହେଲେ ଆମେ କଣ ଲେଖିବା? ଆମେ ପାଷ୍ଟ ପରଫେକ୍ଟରେ ଆମେ ଲେଖିବା। ପାଷ୍ଟ ପରଫେକ୍ଟ କହୁଛି, ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସରେ ଆମେ ଲେଖିବା। ହେଲା, ତାହେଲେ ଚାଲ ଆମେ ୟାକୁ ଲେଖିବା। ମୁଁ 2 ଘଣ୍ଟା ଧରି ତୁମ ପାଇଁ ଅପେକ୍ଷା କରୁଛି ବା ତୁମକୁ ଅପେକ୍ଷା କରୁଛି। ତାହେଲେ ଲେଖିବା ଆମର ସବଜେକ୍ଟ ହେଲା ମୁଁ, ତାହେଲେ ଆଇ ସହିତ ହବ have। I have been, I have been ଅପେକ୍ଷା କରୁଛି। wait ରୁ କଣ ହବ? I have been waiting, I have been waiting for you, I have been waiting for you for 2 hours। ହେଲା, ତାହେଲେ ଏଠି ଫର କଣ ପାଇଁ ଲଗେଇଲେ ପିଲାମାନେ? ନା ଇଏ ହେଲା ଡ୍ୟୁରେସନ। ଡ୍ୟୁରେସନ ବୁଝିଲେ ଫର ଲଗେଇବା, ପଏଣ୍ଟ ଅଫ ଟାଇମ ହେଲେ ସିନ୍ସ ଲଗେଇବା। ପ୍ରେଜେଣ୍ଟ ପରଫେକ୍ଟ କହିଥିଲି, ସେମିତି ଆମେ ପରଫେକ୍ଟ କଣ୍ଟିନ୍ୟୁଅସରେ ମଧ୍ୟ ଆମେ ସେମିତି ୟୁଜ୍ କରିବା। ତାହେଲେ ଦେଖ ନେକ୍ସଟ ସେଣ୍ଟେନ୍ସ କହିଲା ସେ 2021ରୁ ଇଂରାଜୀ ପଢୁଛନ୍ତି। ଇଂରାଜୀ ପଢିବା କାମଟା ତାଙ୍କର 2021ରେ ଷ୍ଟାର୍ଟ ହେଇଛି, ଏବେ ଯାକେ ଚାଲିଛି। ତାହେଲେ ଆମେ କଣ କହିବା? ଦେଖ ସେ ପାଇଁ ଆମେ ଧର ଲେଖିବା ସି, ହି ମଧ୍ୟ ଲେଖିପାରିବା। ସି ସହିତ କଣ ଲେଖିବା? ହେଭ୍ ଲେଖିବା ନା ହେଜ୍ ଲେଖିବା? ହେଜ୍ ଲେଖିବା। ସି ହେଜ୍ ବିନ୍, ହେଜ୍ ହେଭ୍ ପରେ ବିନ୍ ଆସେ। ସି ହେଜ୍ ବିନ୍ କଣ? ଇଂରାଜୀ ପଢୁଛନ୍ତି। ସରି ପ୍ଲସ୍ ମୁଁ କଣ ପାଇଁ ଦଉଛି ନା ଦେଖ ସି ହେଜ୍ ବିନ୍ ଷ୍ଟଡିଂ, ସି ହେଜ୍ ବିନ୍ ଷ୍ଟଡିଂ, ରିଡିଂ ନୁହଁ, ରିଡିଂ ହେଲେ ତ ସିଏ 2021ରୁ ବହି ଦେଖିକରି ବସିଛନ୍ତି ଆଉ ପଢୁଛନ୍ତି କି ନାହିଁ, ଷ୍ଟଡିଂ କରୁଛନ୍ତି, ଷ୍ଟଡି କରୁଛନ୍ତି। ହେଲା, ସି ହେଜ୍ ବିନ୍ ଷ୍ଟଡିଂ ଇଂଲିଶ
ଇଂଲିଶ କେବେରୁ ସିନ୍ସ 2021 ହେଲା। ଫର୍ ଆମେ ଲଗେଇଥିଲେ କୋଉଥିରେ ଡ୍ୟୁରେସନରେ ଆଉ ଏଇଟା 2021 ପଏଣ୍ଟ ଅଫ ଟାଇମ ହେଲା। ତାପରେ ଦେଖ ସକାଳରୁ ବର୍ଷା ହେଉଛି, ବର୍ଷା ହବା କାମଟା ସକାଳରୁ ଷ୍ଟାର୍ଟ ହେଇଛି, ଏବେ ମଧ୍ୟ ହଉଛି। ତାହେଲେ ଆମେ କଣ କହିବା ଦେଖ ଏଠି ଦେଖ ସବଜେକ୍ଟ ନାହିଁ, ସେଥିପାଇଁ ଆମେ ଗୋଟେ ଡମି ସବଜେକ୍ଟ ଲଗେଇଥାଉ ଇଟ୍ ବୋଲିକରି। ତାହେଲେ ଇଟ୍ ହ୍ୟାଜ ବିନ୍ ଇଟ୍ ହ୍ୟାଜ ବିନ୍ ରେନିଂ କେତେବେଳୁ ସକାଳରୁ, ସକାଳୁ ହେଲା ଗୋଟେ ପଏଣ୍ଟ ଅଫ ଟାଇମ, ତାହେଲେ ଆମେ ଲଗେଇବା ସିନ୍ସ ମର୍ନିଂ ହେଲା। ତାପରେ ଦେଖ ସେମାନେ ଅନେକ ପିଢ଼ି ଧରି ଏହି ଗାଁରେ ରହୁଛନ୍ତି, ସେମାନେ ଅନେକ ପିଢ଼ି ଧରି ଏହି ଗାଁରେ ରହୁଛନ୍ତି। ତାହେଲେ ଆମେ ୟାକୁ କେମିତି କରିବା ଦେଖ, ସେମାନେ, ସେମାନଙ୍କ ପାଇଁ ଆମେ କଣ ଲେଖିବା ଦେ, ଦେ ସହିତ କଣ ଲେଖିବା ପ୍ଲୁରାଲ ହେଲା, ତାହେଲେ ଆମେ ଲେଖିବା ହେଭ୍, ଦେ ହେଭ୍ ବିନ୍, ଦେ ହେଭ୍ ବିନ୍ ରହୁଛନ୍ତି, ଲିଭିଂ, ଲିଭ୍ ରୁ ଲିଭିଂ ହବ, ଦେ ହେଭ୍ ବିନ୍ ଲିଭିଂ ଇନ୍ ଦିସ୍ ଭିଲେଜ, ଅନେକ ପିଢ଼ି ଧରି, ଇନ୍ ଦିସ୍ ଭିଲେଜ ଫର୍ ଜେନେରେସନ୍ସ, ଜେନେରେସନ୍ସ, ତାହେଲେ ଅନେକ ପିଢ଼ିଟା ଆମେ କଣ ଲେଖିବା ଜେନେରେସନ୍ସ। ସେମିତି ଦେଖ ଆମର ଆଉ ଗୋଟେ ସେଣ୍ଟେନ୍ସ ଅଛି, ଆଚ୍ଛା ଏଠି ସ୍ପେସ୍ ନାହିଁ ତ ଏଇ ଛୋଟ ଜାଗାରେ ମୁଁ ଲେଖିଦଉଛି। ସେ ସାରା ଦିନ ଧରି ଏହି ପ୍ରକଳ୍ପରେ କାମ କରୁଛନ୍ତି, ଦିନ ସାରା ଏହି ପ୍ରକଳ୍ପରେ କାମ କରୁଛନ୍ତି, ତାଙ୍କର କାମ କରିବା କାମଟା ଷ୍ଟାର୍ଟ ହେଇଛି ଯେ ଏବେ ଯାକେ ସରିନି, ଚାଲିଛି ହିଁ। ତାହେଲେ ଆମେ ଲେଖିବା ହି ହ୍ୟାଜ ବିନ୍, ହି ହ୍ୟାଜ ବିନ୍ କାମ କରୁଛନ୍ତି, ହି ହ୍ୟାଜ ବିନ୍ ୱାର୍କିଂ ଅନ୍ ଦିସ୍ project, he has been working on this project all day, all day ହେଲା। ତାପରେ ଦେଖ ନେକ୍ସଟ ଆମର କଣ କହିଲା ନା, ନେକ୍ସଟ ଆମର କହିଲା, ନେକ୍ସଟ ସିଚୁଏସନ କହିଲା ରିସେଣ୍ଟ ପାଷ୍ଟ ଆକ୍ସନ ୱିଥ୍ ଭିଜିବୁଲ ପ୍ରେଜେଣ୍ଟ ରେଜଲ୍ଟ, ମାନେ କାମଟା ତ ପାଷ୍ଟରେ ହେଇଛି କିନ୍ତୁ ତାର ରେଜଲ୍ଟ ଏବେ ମଧ୍ୟ ଦେଖାଯାଉଛି। ଯେମିତିକି ଦେଖ ଆମର ସେଣ୍ଟେନ୍ସ କହିଛି ନା, ଆମେ ଯଦି ସେଟା ବୁଝିବା ଓଡ଼ିଆରେ ଟିକେ ବୁଝିବା ନା, ନିକଟ ଅତୀତରେ ଘଟିଥିବା କାର୍ଯ୍ୟ ଯାହାର ପ୍ରଭାବ ବା ଚିହ୍ନ ବର୍ତ୍ତମାନ ଦେଖାଯାଉଛି। ଯେମିତିକି କହିଲା ଦେଖ ତମ ଆଖି ଲାଲ ହୋଇଛି, ତମେ କାନ୍ଦୁଥିଲ କି, ତମ ଆଖି ଲାଲ ହେଇଛି ତମେ କାନ୍ଦୁଥିଲ କି, କାନ୍ଦିବା କାମଟା ଏବେ ଚାଲି ନାହିଁ କିନ୍ତୁ ସେଇଟା ଏବେ ଦେଖାଯାଉଛି କି ତମ ଆଖି ଲାଲ ହେଇଛି, ତମକୁ ଦେଖିକି ପଚାରିଲେ ତମେ କାନ୍ଦୁଥିଲ କି, ତମ ଆଖି ଲାଲ ହେଇଛି ହେଲା। ତାହେଲେ ଆମେ କଣ ଲେଖିବା ଦେଖ, ତାହେଲେ ଆମେ ଲେଖିବା ଲାଲ ହୋଇଛି, your eyes ଆଖି, your eyes are କଣ red, your eyes are red, ତମେ କାନ୍ଦୁଥିଲ କି, ତାହେଲେ yes no ବାଲା କ୍ୱେଶ୍ଚନ, ତାହେଲେ ଆମର କଣ ଆସିବ, ଫାଷ୍ଟ ଆସିବ ହେଲ୍ପିଂ ଭର୍ବ, have you been crying, have you been crying ହେଲା। ସେମିତି ଦେଖ ସେ କ୍ଳାନ୍ତ କାରଣ ସେ ବ୍ୟାୟାମ କରୁଥିଲେ, ସେ କ୍ଳାନ୍ତ ଅଛନ୍ତି, ଏବେ ରେଜଲ୍ଟ ଆମକୁ ଦେଖାଯାଉଛି କଣ ପାଇଁ ନା ସେ ଏକ୍ସରସାଇଜ କରୁଥିଲେ। ତାହେଲେ ଆମେ କଣ ଲେଖିବା she is tired, she is tired କଣ ପାଇଁ because କାରଣ, because she has been exercising, ହେଲା। ସେମିତି ଦେଖ ଜମି ଓଦା ହୋଇଛି, ବର୍ଷା ହେଉଥିଲା, ତାହେଲେ ୟାକୁ ଆମେ କଣ ଲେଖିବା the ground is wet, ତାହେଲେ ଜମି ଓଦା ହେଇଛି, ତାହେଲେ ୟାକୁ କଣ ଲେଖିବା ବର୍ଷା ହେଉଥିଲା। ତାହେଲେ
It has been raining. ବର୍ଷା ହେଉଥିଲା। ହେଲା? ତାହେଲେ ଦେଖ ନେକ୍ସଟ, ସେ ଝାଳରେ ଭିଜିଛନ୍ତି, ସେ ଦୌଡୁଥିଲେ। ତାହେଲେ ଆମେ କଣ ଲେଖିବା? ସେ ଝାଳରେ ଭିଜିଛନ୍ତି। ତାହେଲେ ଆମେ ଆକୁ କଣ ଲେଖିବା? He is sweating. He is sweating. ସେ ଦୌଡୁଥିଲେ। ତାହେଲେ ସେ ଦୌଡୁଥିଲେ। He has been running. ରନିଂ କରୁଥିଲେ, ସେଇଥିପାଇଁ ତାଙ୍କୁ ଝାଳରେ ଭିଜେଇଛନ୍ତି। ହେଲା? ତାପରେ ଦେଖ, ତୁମ ପୋଷାକ କାହିଁକି ମଇଳା? ତୁମେ ବାହାରେ ଖେଳୁଥିଲ କି? ତାହେଲେ ଆମେ ଦେଖ ମଇଳା ହେଇଛି, ତୁମେ ବାହାରେ ଖେଳୁଥିଲ କି ବୋଲି ପଚାରୁଛି। ତାହେଲେ ଆମେ ଲେଖିବା, ଦେଖ ଏଠି କାହିଁକି ପଚାରୁଛି, କାହିଁକି ମାନେ why are your cloth? Why are your clothes କଣ ଲେଖିବା? dirty. Why are your clothes dirty? ତୁମେ ବାହାରେ ଖେଳୁଥିଲ କି? ତାହେଲେ ଆକୁ କଣ ଲେଖିବା? Have you been playing outside? ତୁମେ ବାହାରେ ଖେଳୁଥିଲ କି? ହେଲା? ଚାଲ ତାହେଲେ ନେକ୍ସଟ ଦେଖ, ନେକ୍ସଟ ସିଚୁଏସନ କଣ କହିଛି ନା ଟେମ୍ପୋରାରୀ ଅର ହେବିଚୁଆଲ ଆକ୍ସନ। ଟେମ୍ପୋରାରୀ ବା ହେବିଚୁଆଲ ଆକ୍ସନ ହଉଥିବ ଅସ୍ଥାୟୀ କିମ୍ବା ବାରମ୍ବାର ହେଉଥିବା କାର୍ଯ୍ୟ। ଆଉ କଣ ହେଇଥିବ? ବିରକ୍ତିକର କିମ୍ବା ଜୋର ଦେବା ପାଇଁ। annoyance or emphasizing। କଣ କହିଲା ଦେଖ, ସେଣ୍ଟେନ୍ସ ଦେଖିଲେ ଆମେ ଜାଣିପାରିବା। ସେ ସାରା ସପ୍ତାହ ଧରି ଖାଦ୍ୟ ବିଷୟରେ ଅଭିଯୋଗ କରୁଛନ୍ତି। ତାହେଲେ ସେ ସପ୍ତାହ ଧରିକରି ଖାଦ୍ୟ ବିଷୟରେ ଅଭିଯୋଗ କରୁଛନ୍ତି। ଅଭିଯୋଗ କରିବା କାମଟା କଣ? annoying ହଉଛି। ସେ annoy ଅଛନ୍ତି ନା? ତାହେଲେ ଆମେ କଣ କହିବା ଦେଖ, he has been କଣ କରୁଛନ୍ତି? ଅଭିଯୋଗ କରୁଛନ୍ତି। ତାହେଲେ complaining, he has been complaining about the food। ଖାଦ୍ୟ ବିଷୟରେ ଅଭିଯୋଗ କରୁଛନ୍ତି। କେବେ? ସାରା ସପ୍ତାହ, all week। ହେଲା? ସେମିତି ସମ୍ପ୍ରତି କେହି ଜଣେ ମୋ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି। ତାହେଲେ ଆମେ ୟାକୁ କଣ କହିବା? ୟାକୁ ଦେଖ, କେହି ଜଣେ ମୋ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି। ତାହେଲେ କଣ ଲେଖିବା? someone। କେହି ଜଣେକୁ ଆମେ ଲେଖୁ someone। someone has been using my computer। ହେଲା? କମ୍ପ୍ୟୁଟର ସମ୍ପ୍ରତି, ରିସେଣ୍ଟଲି ଲେଖିବା ରିସେଣ୍ଟଲି। ସେମିତି ଦେଖ, ଫୋନଟି 10 ମିନିଟ ଧରି ନିରବଚ୍ଛିନ୍ନ ଭାବରେ ବାଜୁଛି। ତାହେଲେ ଆମେ କଣ କହିବା? The phone has been ringing। The phone has been ringing non-stop for 10 minutes। ହେଲା? ସେମିତି 10 ସେଥିପାଇଁ ମିନିଟ୍ସ ଲଗେଇଲେ। ବୁଝିଲା? ଚାଲ ନେକ୍ସଟ ଦେଖିବା ଆଉ କଣ ଅଛି। ଆମର ନେକ୍ସଟ ଆସିଲା, ସେ ବହୁତ ଅଧିକ ପ୍ରଶ୍ନ ପଚାରୁଛନ୍ତି। ତ ପ୍ରଶ୍ନ ପଚାରିକି ମତେ କଣ କରୁଛନ୍ତି? annoy କରୁଛନ୍ତି। ତାହେଲେ ଆମେ କଣ କହିବା ଦେଖ, she has been asking too many questions। ହେଲା? many ଅଛି, ସେଇଥିପାଇଁ ଆମେ ଲଗେଇଲେ questions। ବୁଝିଲା? ତାହେଲେ ଦେଖ ଆମର ଆଉ କଣ ସିଚୁଏସନ ଅଛି, ଆମେ ନେକ୍ସଟ ଦେଖିବା। ନେକ୍ସଟ ସିଚୁଏସନ କହୁଛି
ନା action that have just stopped with present connection। ନା ଆଗରୁ ହଉଥିଲା କିନ୍ତୁ କାମଟା ଏବେ ଷ୍ଟପ୍ ହେଇଯାଇଛି ଆଉ କଣ ପ୍ରେଜେଣ୍ଟର କନେକ୍ସନ ଅଛି। କାର୍ଯ୍ୟ ବର୍ତ୍ତମାନ ବନ୍ଦ ହେଇଛି କିନ୍ତୁ ତାର ପ୍ରଭାବ ଅର୍ଥ ବର୍ତ୍ତମାନ ଅଛି। ତାହେଲେ ଆଗରୁ ମଧ୍ୟ ଆମେ ଦେଖିଥିଲେ। ତାହେଲେ ଦେଖ ମୁଁ ଦୁଃଖିତ, ମୁଁ ବିଳମ୍ବ କଲି, ତମେ ବହୁତ ସମୟ ଅପେକ୍ଷା କରିଥିଲ କି? କହୁଛି, ପଚାରୁଛି। ତାହେଲେ କଣ ଦେଖ ମୁଁ ବିଳମ୍ବ କଲି। ମୁଁ ବିଳମ୍ବ କଲିଟା କଣ କହିବା? ଦୁଃଖିତ ମୁଁ ବିଳମ୍ବ କଲି। ତାହେଲେ ଆମେ ଲେଖିବା sorry, sorry I am late, sorry I am late। ତମେ ବହୁତ ସମୟ ଅପେକ୍ଷା କରୁଥିଲ କି? ତାହେଲେ ଆମେ ୟାକୁ ଲେଖିବା have you been, ଦେଖ yes no ବାଲା କ୍ୱେଶ୍ଚନ, ତାହେଲେ ଆମେ କେମିତି କହିବା have you been waiting, have you been waiting, have you been waiting ବହୁତ ସମୟ ଧରି କଣ ଲେଖିବା? ଲଙ୍ଗ ଟାଇମ୍ ନାହିଁ, ଖାଲି ଲଙ୍ଗ ଲେଖିଦେଲେ ଲଙ୍ଗ ଟାଇମ୍ ଆମେ ବୁଝିପାରିବା। ବୁଝିହେଲା? ସେମିତି ଦେଖ ତାଙ୍କର ହାତ ରଙ୍ଗରେ ଭର୍ତ୍ତି, ସେ କାନ୍ଥ ରଙ୍ଗ କରୁଥିଲେ। ତାହେଲେ କଣ ହେଲା? ତାଙ୍କର ହାତ ରଙ୍ଗରେ ଭର୍ତ୍ତି ହେଇଛି କଣ ପାଇଁ? ସେ କାନ୍ଥ ରଙ୍ଗ କରୁଥିଲେ। କରୁଥିଲେ ଏବେ କରୁନାହାନ୍ତି କିନ୍ତୁ କରୁଥିଲେ, କିନ୍ତୁ ତାର ପ୍ରେଜେଣ୍ଟ କନେକ୍ସନ କେମିତି ହେଲା? ନା ପ୍ରେଜେଣ୍ଟ କନେକ୍ସନ ହେଲା ତାଙ୍କର ହାତ ଏବେ ରଙ୍ଗରେ ହେଇଛି, ରଙ୍ଗରେ ଭର୍ତ୍ତି ହେଇଛି। ତ ଆମେ ଦେଖିକି କଣ କହିବା? ସେ ଘର ପେଣ୍ଟିଂ କରୁଥିଲେ ବୋଧେ, ରଙ୍ଗ କରୁଥିଲେ ବୋଧେ। ତାହେଲେ ଆମେ କଣ ଦେଖିବା? ଦେଖ his hands are covered in paint, ପେଣ୍ଟରେ କଭର ହେଇଛି ତାଙ୍କର ହାତ। କଣ କରୁଥିଲେ? he has been painting the କାନ୍ଥ ୱାଲ। ହେଲା? ଆମେ କ୍ଳାନ୍ତ, ଆମେ ସାରା ରାତି ଯାତ୍ରା କରୁଥିଲୁ, ମାନେ ଆମେ ଯାଉଥିଲୁ। ହେଲା? ତାହେଲେ ଆମେ କଣ ଲେଖିବା? ଆମେ କ୍ଳାନ୍ତ, we are tired ବି ଲେଖିପାରିବା। ବାକି ଆମେ ଏଠି ଗୋଟେ ନୂଆ ୱାର୍ଡ ଶିଖିବା, we are exhausted, exhausted, we are exhausted। କଣ ପାଇଁ? ଆମେ ସାରା ରାତି ଯାତ୍ରା କରୁଥିଲୁ। ତାହେଲେ we have been traveling, we have been traveling all night। ହେଲା? ତାପରେ ଦେଖ ଆଉ କଣ ସିଚୁଏସନ କହିଲା? ତାଙ୍କୁ ଦେଖ, ସେ ତାଙ୍କ ୟୁନିଫର୍ମରେ ଶୋଉଥିଲେ। ତାହେଲେ ଆମେ କଣ କହିବା? ତାଙ୍କୁ ଦେଖ, ଏକ୍ସକ୍ଲାମେଟରୀ ବାଲା କଥା କହୁଛି। ତାହେଲେ ଦେଖ ଆମେ କଣ କହିବା? look at him, ତାଙ୍କୁ ଦେଖ, look at him, ସେ ତାଙ୍କ ୟୁନିଫର୍ମରେ ଶୋଉଥିଲେ। ତାହେଲେ ଆମେ କଣ କହିବା? he has been sleeping, he has been sleeping in his uniform, ସେ ୟୁନିଫର୍ମ ପିନ୍ଧିକରି ହିଁ ଶୋଉଥିଲେ। ସେଇଟା ଆମେ କହୁଛେ ତାଙ୍କୁ ଦେଖ, ସେ he has been sleeping in his uniform। ସେମିତି ଦେଖ ଆଉ କଣ ଅଛି? ନା ଆଉ ଅଛି ଆମର to explain a current situation or trend। ତାହେଲେ କଣ? କମ୍ପାନୀଟି ଶୀଘ୍ର ବୃଦ୍ଧି ପାଉଛି। ତାହେଲେ କମ୍ପାନୀଟି ଶୀଘ୍ର ବୃଦ୍ଧି ପାଉଛି, କରେଣ୍ଟ ଟ୍ରେଣ୍ଡ ଗୋଟେ ଚାଲିଛି, କମ୍ପାନୀ ଗ୍ରୋ ହଉଛି। ତାହେଲେ ଆମେ କଣ କହିବା? ଦେଖ କଣ କହିବା ୟାକୁ? ନା ଲେଖିବା ଦି କମ୍ପାନୀ। ଦି କମ୍ପାନୀ କଣ ପାଇଁ ଲେଖିଲେ ପିଲାମାନେ? ନା ଯୋଉ କମ୍ପାନୀଟା ବୃଦ୍ଧି ହଉଛି ଆମେ ତା ବିଷୟରେ କଥା ହଉଛେ, ସେଇଥିପାଇଁ ଆମେ ଲେଖିଲେ ଦି, ଖାଲି କମ୍ପାନୀ ଆମେ ଲେଖିବା ନାହିଁ। ତାହେଲେ ଲେଖିବା ଦି କମ୍ପାନୀ
has been growing. The company has been growing ଶୀଘ୍ର rapidly ହେଲା ସେମିତି ଚାଲ ତାପରେ ଆମେ କଣ ଲେଖିବା ଦେଖ ଆମେ ଲେଖିବା ବୈଜ୍ଞାନିକ ମାନେ କହନ୍ତି ଗ୍ରହଟି ଉଷ୍ଣତର ହେଉଛି ମାନେ ଟେମ୍ପରେଚର ପ୍ଲାନେଟର ବଢୁଛି ତାହେଲେ ଆମେ କଣ କହିବା ବୈଜ୍ଞାନିକ ମାନେ କହନ୍ତି ତାହେଲେ କଣ କହିବା ସାଇଣ୍ଟିଷ୍ଟ ସାଇଣ୍ଟିଷ୍ଟସ୍ କଣ କହନ୍ତି ସେ କହନ୍ତି ନା ସବୁଦିନ କହୁଛନ୍ତି କହନ୍ତି ସେଥିପାଇଁ ସେ ସାଇଣ୍ଟିଷ୍ଟ ସେ the planet has been warming ଗରମ ହେଉଛି warming ହେଲା ସେମିତି ଦେଖ ଅଧିକ ଲୋକ ସହରକୁ ସ୍ଥାନାନ୍ତରିତ ହେଉଛନ୍ତି ତାହେଲେ ୟାକୁ ଆମେ କଣ ଲେଖିବା more people have been moving to cities ହେଲା ଅଧିକ ଲୋକକୁ ଆମେ ଲେଖିଲେ more people ହେଲା plural ସେଇଥିପାଇଁ ଲଗେଇଲେ ଆମେ have ତାପରେ been ତାପରେ verb ରେ ing ତାପରେ ଆମର object ହେଲା ତାପରେ ଦେଖ ଅସ୍ତ୍ରୋପଚାର ପରେ ତାଙ୍କର ସ୍ୱାସ୍ଥ୍ୟ ଉନ୍ନତି ହେଉଛି ତାହେଲେ ଗ୍ରାଜୁଆଲି ଇନକ୍ରିଜ ହେଉଛି ଗୋଟେ ଟ୍ରେଣ୍ଡ ଚାଲିଥିବ ଗ୍ରାଜୁଆଲ ହଉଥିବ ଗୋଟେ ଜିନିଷ ତାକୁ ଆମେ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସରେ ଲେଖିବା ବୋଲି କହିଥିଲେ ତାହେଲେ ଆମେ ୟାକୁ କଣ ଲେଖିବା ତାଙ୍କର ସ୍ୱାସ୍ଥ୍ୟ ଉନ୍ନତ ହେଉଛି ତାହେଲେ his health has been କଣ ହେଉଛି ଉନ୍ନତ ହେଉଛି improving his health have been improving since the surgery ହେଲା ଅସ୍ତ୍ରୋପଚାର ପରେ ତାଙ୍କର ସ୍ୱାସ୍ଥ୍ୟ ଉନ୍ନତି ହେଉଛି his health has been improving since the surgery ସେମିତି ଦେଖ ଫୋର୍ଥ ହେଲା କଣ ମୁଁ ମୋର ଚାକିରି ବଦଳାଇବା ବିଷୟରେ ଚିନ୍ତା କରୁଛି ତାହେଲେ ଆମେ ୟାକୁ କଣ ଲେଖିବା ଦେଖ ମୁଁ ଚିନ୍ତା କରୁଛି ତାହେଲେ I have been thinking କଣ ପାଇଁ about changing my job ଚାକିରି ବଦଳାଇବା ବିଷୟରେ ଚିନ୍ତା କରୁଛି ହେଲା ତାହେଲେ ଦେଖ ଆମର କଣ କଣ ଡିଫରେନ୍ସ କଣ ରହିଲା କାହା ମଧ୍ୟରେ ଡିଫରେନ୍ସ ନା ପ୍ରେଜେଣ୍ଟ ପରଫେକ୍ଟ ଆଉ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ପ୍ରେଜେଣ୍ଟ ପରଫେକ୍ଟରେ ହେଲା କଣ ନା ଫଳାଫଳ ଉପରେ ଗୁରୁତ୍ୱ କାର୍ଯ୍ୟର ସମାପ୍ତ ବୋଲିକରି ବୁଝା ପଡୁଥିବ ଫଳ ଅଛି ତାର ଯେମିତିକି I have painted the room ତାହେଲେ ସେଇ ପେଣ୍ଟିଂ କାମ ଫିନିଶ ହେଇଯାଇଛି ଯଦି ଆମେ ସେମିତି ବୁଝିବା ତାହେଲେ ଆମେ ପ୍ରେଜେଣ୍ଟ ପରଫେକ୍ଟରେ ଲେଖିବା now looks new ତାପରେ ଦେଖ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସରେ ହେଲେ କଣ ହେଇଥିବ ଦେଖ ନା କାମଟି ଚାଲିଥିଲା ବୋଲିକରି ବୁଝା ପଡୁଥିବ ନା I have been painting the room all day ମୁଁ ଦିନ ସାରା ରୁମଟିକୁ ପେଣ୍ଟିଂ କରୁଥିଲି ଆଉ I have painted ଯଦି ଖାଲି କହିବା ତାହେଲେ ମୁଁ ପେଣ୍ଟିଂ କରି ସାରିଛି ବୁଝିଲା ତାହେଲେ ଏଠି ଟାଇମ ବି ମେନସନ ହେଇଛି all day ସେଠି ଟାଇମ ସେମିତି ଥିଲା କି ନାଇଁ ତାହେଲେ ଏଇଟା ହେଲା ତାର ମେନ୍ ଡିଫରେନ୍ସ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ
ଆଉ ଯଦି କିଛି ଡାଉଟ୍ ରହିଥାଏ ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ପଚାରିବେ। ତାହେଲେ ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରିବା ପାଇଁ ଭୁଲିବେନି ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।